ବର୍ତ୍ତମାନର ସେଇଠିର ରାଜନୈତିକ ସ୍ଥିତି ଦେଖିବେ ସେଠି କଂଗ୍ରେସରୁ ଜଣେ ପ୍ରାର୍ଥୀ ଅଛନ୍ତି, ଘାସିରାମ ବାବୁ ଅଛନ୍ତି, ଏପଟେ ଜୟ ଢୋଲକିଆ, ଏବେ ସ୍ନେହାଙ୍ଗିନୀ ସୁରିଆ ଯାଇକି ସେଠି ପହଞ୍ଚୁଛନ୍ତି। ଆପଣ କଂଗ୍ରେସ ପ୍ରାର୍ଥୀଙ୍କୁ କେମିତି ଦେଖୁଛନ୍ତି? ଆପଣ ତ ବିଜେପି ସମ୍ପର୍କରେ କହିଲେ, ଦେଖନ୍ତୁ କଂଗ୍ରେସ ପ୍ରାର୍ଥୀ ଯିଏ ସେଇଠି ଅଛନ୍ତି ସେ ବଦନାମ ହେଇସାରିଛନ୍ତି କାହିଁକି, ଲୋକଙ୍କ ପାଖରେ। କେମିତି? ବିଭିନ୍ନ ପ୍ରକାର ସେ ଲୋକଙ୍କୁ ଠକିକି ତାଙ୍କଠାରୁ ବିଭିନ୍ନ ସିଏ ତ କ୍ଷମତାରେ ନଥିଲେ କେବେ, କ୍ଷମତାରେ ନଥିଲେ ମଧ୍ୟ ଆଜ୍ଞା ମୁଁ ଯାଇକି ଲୋକଙ୍କ ପାଖରୁ ଶୁଣୁଛି ତାଙ୍କ ବହୁତ ଆଲିଗେସନ ଅଛି ଲୋକଙ୍କର। ଏ ଯେମିତି ଯେମିତି ଲୋକଙ୍କ ଠାରୁ କ'ଣ ପଇସା କଲେକ୍ସନ କରିଛନ୍ତି ସେଇଟା ଲୋକଙ୍କୁ ଫେରେଇ ନାହାନ୍ତି। ବିଭିନ୍ନ ଲୋକଙ୍କ ଠାରୁ ସେ ନିର୍ବାଚନ ସମୟରେ ପଇସା ଆଣିଥିଲେ ଦେଇନାହାନ୍ତି। ସେ ରାତାରାତି ତାଙ୍କର ଯେଉଁ ଆଦିବାସୀ ସମ୍ପ୍ରଦାୟ ଥିଲେ ସେମାନେ ଚାହୁଁଥିଲେ ଯେ ଇଏ ଇଣ୍ଡିପେଣ୍ଡେଣ୍ଟରେ ଉଠନ୍ତୁ, ଇଣ୍ଡିପେଣ୍ଡେଣ୍ଟରେ ଉଠିଲେ 50,000 ଭୋଟ ପାଇଲେ, କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ଆଦିବାସୀ ସମ୍ପ୍ରଦାୟର ନେତୃମଣ୍ଡଳୀକୁ ନ ପଚାରି ସେ କଂଗ୍ରେସରେ ଯୋଗଦାନ କଲେ। ଲୋକ ତାଙ୍କୁ ବିଟ୍ରେ କରୁଛନ୍ତି, ଲୋକ ତାଙ୍କୁ ବର୍ତ୍ତମାନ ଘୃଣା କରୁଛନ୍ତି ଅନେକ ଆଦିବାସୀ ସମ୍ପ୍ରଦାୟର ନେତୃମଣ୍ଡଳୀ ଏବଂ ସାଧାରଣ ଜନତା। ଜଣେ ଗୋଟିଏ ଥରେ ଗୋଟିଏ କଥା ଲୋକଙ୍କୁ ଯଦି ଦେଇଛି ଆଉ ଯଦି ବିଶ୍ୱାସଘାତକତା କଲେ, ତାହେଲେ କୌଣସି ରାଜନୈତିକ ବ୍ୟକ୍ତି ଯଦି ବିଶ୍ୱାସଘାତକତା କଲେ ଲୋକେ ନିଶ୍ଚିତ ଭାବରେ ମନେ ରଖିବେ। ଏବେ ଆପଣ କହୁଛନ୍ତି ଯେ ସେ ଯେହେତୁ କୌଣସି ଦଳୀୟ ପ୍ରାର୍ଥୀ ହେଲେ ଆଦିବାସୀ ଭୋଟ ତାଙ୍କୁ ମିଳିବନି ବୋଲି, କଂଗ୍ରେସ କ୍ୟାଣ୍ଡିଡେଟ୍ 25,000ରୁ ଗୋଟିଏ ଭୋଟ ମଧ୍ୟ ଅଧିକା ପାଇବେ ନାହିଁ ଏବଂ ଆମେ ବାକି ଯାହା ଭୋଟ ଅଛି ସବୁ ଆମେ ଆପଣ କେତେ ଭୋଟ ପାଇବେ? ଦେଖନ୍ତୁ ବିଜୁ ଜନତା ଦଳକୁ ଲୋକଙ୍କର ସମର୍ଥନ ରହିଛି ଏବଂ ଆଜି ବି ନବୀନ ପଟ୍ଟନାୟକ ମହୋଦୟ ସମସ୍ତଙ୍କର ହୃଦୟ ଭିତରେ ଅଛନ୍ତି। ହୁଁ ନବୀନ ପଟ୍ଟନାୟକଙ୍କୁ ଲୋକ ଝୁରୁଛନ୍ତି। ହୁଁ ନବୀନ ପଟ୍ଟନାୟକ ମହୋଦୟ ଯିବେ, ନୂଆପଡ଼ାରେ ଠିଆ ହେବେ, ହୁଁ। ଲୋକେ ଆଜ୍ଞା ସମସ୍ତେ ବିଜୁ ଜନତା ଦଳକୁ ଭୋଟ ଦେବେ, ଏଇଟା ମୋର ବିଶ୍ୱାସ ଏବେ ଅଛି। ଦେଖୁଛୁ କିଛି କିଛି ଆପଣଙ୍କ ଦଳର ନେତା ବିଜେପିରେ ଜଏନ କରୁଛନ୍ତି, ଆପଣଙ୍କ ଦଳ ଛାଡିକିରି କଳାହାଣ୍ଡିରୁ ନୂଆପଡାରୁ ଜଏନ କରୁଛନ୍ତି, ସେଇଟା ଆପଣଙ୍କ ଉପରେ କଣ ପ୍ରଭାବ ପକେଇବ ଭାବୁଛନ୍ତି? ଦେଖନ୍ତୁ ଯେତେବେଳେ ଓଡ଼ିଶାରେ ନିର୍ବାଚନ ପୂର୍ବରୁ ଅନେକ ବଡ଼ ବଡ଼ ନେତା ଯୋଗଦାନ କରିଥିଲେ, ହୁଁ ତାଙ୍କର ଅସ୍ତିତ୍ୱ ବର୍ତ୍ତମାନ ଅଛି? ହୁଁ ସେମାନେ ହଜିଗଲେଣି, ଓଡ଼ିଶା ରାଜନୀତିରୁ ହଜିଗଲେଣି। ତେଣୁ ଯେଉଁମାନେ ଆଜି ସ୍ୱାର୍ଥ ଦୃଷ୍ଟିରୁ ସୁବିଧା ଦୃଷ୍ଟିରୁ ବିଜେଡି ଛାଡ଼ି ଯଦି ବିଜେପିରେ ଜଏନ୍ କରୁଛନ୍ତି ତାଙ୍କୁ ମଧ୍ୟ ସେମାନେ ଛାଡ଼ିଦେବେ ଆଜ୍ଞା। କୌଣ ତାଙ୍କର ବଡ଼ ବଡ଼ ନେତା ହୁଁ ଆଜି ବସନ୍ତ ପଣ୍ଡାଙ୍କ ଭଳିଆ ହୁଁ ଜଣେ ଶକ୍ତିଶାଳୀ ନେତା ହୁଁ ଯିଏକି ନୂଆପଡ଼ାକୁ ମାନେ ଗୋଟେ ଦୃଢ଼ ନେତୃତ୍ୱ ଦେଇପାରିଥିଲେ ଭାରତୀୟ ଜନତା ପାର୍ଟିରୁ ଏବଂ ଭାରତୀୟ ଜନତା ପାର୍ଟିକୁ ସେଇଠି ସେ ଯଦି ଦୃଢ଼ କରିଛନ୍ତି କେବଳ ବସନ୍ତ ପଣ୍ଡା ମହୋଦୟ। ହୁଁ ହୁଁ କିନ୍ତୁ ଆଜି ତାଙ୍କୁ ଟିକେଟ୍ ଦିଆହେଲାନି। ହୁଁ। ଯିଏ ଯଦି ତାଙ୍କ ଦୀର୍ଘ ପୁଅଙ୍କୁ ଦିନ ମଧ୍ୟ ଟିକଟ ଦିଆଗଲାନି। ଦୀର୍ଘ ଦିନ ଧରିକିରି ଯିଏ ଏକା ପତାକା ଧରି ସଂଗଠନ କରିଥିଲେ ତାଙ୍କୁ ଆଜି ବିଟ୍ରେ କଲା ଦଳ। ଆଉ ବିଜେଡିରୁ ନେଇକି ଯିଏ ସବୁଦିନ ବସନ୍ତ ପଣ୍ଡାଙ୍କର ବିରୋଧୀ ଥିଲେ ହୁଁ ତାଙ୍କର ବାପା, ହୁଁ ତାଙ୍କର ପୁଅକୁ ଆଜି ପ୍ରାର୍ଥୀ କରିଛି। ହୁଁ। ଏଇଟା କ'ଣ ଅପମାନ ନୁହଁ? ଗୋଟେ ଦଳୀୟ ସବୁଠୁ ବଡ଼ ନେତା ଏଇଟା ଯିଏ ଆପଣଙ୍କୁ ଫାଇଦା ଦବ ଆପଣ ଭାବୁଛନ୍ତି? ନିଶ୍ଚିତ ଭାବରେ ବସନ୍ତ ପଣ୍ଡା ଅସନ୍ତୁଷ୍ଟ ଅଛନ୍ତି, ତାଙ୍କ ପୁଅକୁ ଟିକଟ ମିଳିଲାନି, ତାଙ୍କୁ ଟିକଟ ମିଳିଲାନି ଏବଂ ଏପଟେ ବିଜେଡିରୁ ପ୍ରାର୍ଥୀଙ୍କୁ ନେଇକରି ବିଜେପି ପ୍ରାର୍ଥୀ କରିଛି। ସ୍ଥାନୀୟ ବିଜେପି ଭିତରେ ମଧ୍ୟ ନିଶ୍ଚିତ ଭାବରେ ବିଜେପି ଅସନ୍ତୋଷ ଥିବ। ଭିତରେ ବି ଆମେ ଦେଖିଲୁ ଅସନ୍ତୋଷ ରହିଛି, ଯୋଉଦିନ ଅସନ୍ତୋଷ ରହିଛି। ଜୟ ଢୋଲକିଆ ଜଏନ କଲେ ହୁଁ। ବିଜେପିରେ, ସେଥିରେ ଆମେ ଦେଖିଲୁ ବିଜେପିରୁ କିଛି କିଛି ଲୋକ, କିଛି କିଛି ଜନପ୍ରତିନିଧି ସେମାନେ ସବୁ ଇସ୍ତଫା ଦେଲେ। ଏଇଟା ଆପଣଙ୍କୁ ଫାଇଦା ଦବ, ୟା ଉପରେ ଆପଣ ନିଶ୍ଚିତ ନିର୍ଭର ଭାବରେ ଫାଇଦା ଦେବ ଆଜ୍ଞା। ତାଙ୍କ ଭିତରେ ଯେଉଁ ଗୋଷ୍ଠୀ କନ୍ଦଳ, ହୁଁ ତାଙ୍କର ଭିତରେ ଯେଉଁ ମତାନ୍ତର ହୁଁ ନିଶ୍ଚିତ ଭାବରେ ବିଜୁ ଜନତା ଦଳକୁ ସହଯୋଗ କରିବ ଏବଂ ଆପଣ ଯେଉଁ କହୁଥିଲେ ବିଜୁ ଜନତା ଦଳରୁ ଯେଉଁ ନେତୃମଣ୍ଡଳୀ ଯାଉଛନ୍ତି, ହୁଁ ଆଜ୍ଞା ଭାରତୀୟ ଜନତା ପାର୍ଟି ତା କେଡର ଛଡ଼ା ଅନ୍ୟମାନଙ୍କୁ କେବେ ସମ୍ମାନ ଦିଏ ନାହିଁ। ହୁଁ ଯେଉଁମାନେ ନିର୍ବାଚନ ପୂର୍ବରୁ ଯାଇଛନ୍ତି ତାଙ୍କର ଅସ୍ତିତ୍ୱ ହଜିଗଲାଣି। ହୁଁ ତେଣୁ ବର୍ତ୍ତମାନ ଯେଉଁମାନଙ୍କୁ ସେମାନେ ଲୋଭ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖେଇ ଯେଉଁ ନେଉଛନ୍ତି, ହୁଁ ଯିଏ ଯଦି ଅନ୍ତରର ସହିତ ବିଜୁ ଜନତା ଦଳ ସହିତ ନାହିଁ ହୁଁ। ତାହେଲେ ସେ ଗଲେ ମଧ୍ୟ ଆମର କିଛି ଫରକ ଫରକ ପଡ଼ିବ ପଡିବ ନାହିଁ। ଫରକ। ତେଣୁ ଆମର କର୍ମୀ ବହୁତ ଅଛନ୍ତି ସାର୍। ନୂଆପଡ଼ାର କର୍ମୀମାନେ ଯେଉଁ ଅଛନ୍ତି ସେମାନେ ବହୁତ ଷ୍ଟ୍ରଙ୍ଗ ହୁଁ ଏବଂ ବିଜୁ ଜନତା ଦଳକୁ ସମୃଦ୍ଧଶାଳୀ କରିଛନ୍ତି ସେଇ ଦେବତୁଲ୍ୟ ଆମର କର୍ମୀମାନେ ହୁଁ। ଏବଂ ତାଙ୍କର ସହଯୋଗରେ, ତାଙ୍କର ଆଶୀର୍ବାଦରେ, ତାଙ୍କର ପରିଶ୍ରମରେ ନିଶ୍ଚିତ ଭାବରେ ବିଜୁ ଜନତା ଦଳ ସେଇଠି ବିଜୟୀ ହେବ।